ଆଜି ଆମେ ମଙ୍ଗଳଚରଣ ବିଶ୍ୱାଳଙ୍କ ଭୁକା ନାଟକଟିକୁ ଆଲୋଚନା କରିବା। ତ ନାଟ୍ୟ ସାହିତ୍ୟ କ୍ଷେତ୍ରରେ ମଙ୍ଗଳଚରଣ ବିଶ୍ୱାଳ ଜଣେ ସଚେତନ ଶିଳ୍ପୀ। ତାଙ୍କ ନାଟକର ଧାରା ସୁଦୂର ପ୍ରସାରୀ। ସେ ଅଧୁନା ହୀରାକୁଦ ବନ୍ଧ ଯୋଜନାର ଜଳଭଣ୍ଡାରରେ ନିମଜ୍ଜିତ ପିତାପାଲି ଗ୍ରାମରେ ସେ 1935 ମସିହା ମଇ ମାସ 4 ତାରିଖ ଦିନ ଭୂମିଷ୍ଠ ହୋଇଥିଲେ। ସେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଉପାଧ୍ୟୟିତ୍ୱର ସାଙ୍ଗକୁ ବି.ଇଡି. ଶିକ୍ଷା ଲାଭ କରିଛନ୍ତି। କୃତି ଶିକ୍ଷକ ଭାବରେ ସେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସମ୍ମାନ ସୂଚକ ଡିଲିଟ ଉପାଧି ପ୍ରାପ୍ତ ହୋଇଛନ୍ତି। ଡକ୍ଟର ମଙ୍ଗଳଚରଣ ବିଶ୍ୱାଳ ସାହିତ୍ୟର ପ୍ରତ୍ୟେକ ବିଭାଗରେ ସିଦ୍ଧିର ସ୍ୱାକ୍ଷର ପ୍ରଦାନ ପୂର୍ବକ 57ଟି ପୁସ୍ତକର ସେ ସଫଳ ସ୍ରଷ୍ଟା। ତ ଭୁକା ନାଟକ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇ 1984ରେ ସେନ୍‌ଠାରେ କ୍ୟାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ସ୍ୱତନ୍ତ୍ର ଜୁରି ପୁରସ୍କାର ସେ ଲାଭ କରିଥିଲା। କଲିକତାରୁ ପ୍ରକାଶିତ ଯୁଗଭାରତୀ ପତ୍ରିକାରେ ତାଙ୍କର ପ୍ରଥମ ଲେଖା କବିତା ଧୁମାଳ ଏବଂ ସପ୍ତମ ଶ୍ରେଣୀରେ ଅଧ୍ୟୟନ କାଳରେ ତାଙ୍କର ପ୍ରଥମ କବିତା ସଂକଳନ ପ୍ରକାଶିତ ହୋଇଥିଲା। ତ ତାଙ୍କର ଏହି ଭୁକା ନାଟକଟି ସାମାଜିକ ନାଟକ ହେଲେ ମଧ୍ୟ ଗାନ୍ଧୀବାଦୀ ଚେତନା ଓ ମାର୍କ୍ସବାଦୀ ଚେତନାର ଜ୍ୱଳନ୍ତ ପରିପ୍ରକାଶ ଘଟିଛି। ଏଠାରେ ଦେଶ ତଥା ଜାତିର ଜୀବନ ସମ୍ପର୍କରେ ଲେଖକ ଏଠାରେ ବର୍ଣ୍ଣନା କରିଛନ୍ତି। ପରିଦୃଶ୍ୟମାନ ଜଗତର ପ୍ରତ୍ୟେକଟି ଏକକକୁ ନିର୍ଦ୍ଦିଷ୍ଟ ଭାବରେ ପରିଚୟ କରାଇବାର ଅଭିପ୍ରାୟ ମାନବର ଏକ ପ୍ରାଚୀନ ପ୍ରବୃତ୍ତି। ବସ୍ତୁ ବା ବ୍ୟକ୍ତିର ସାର୍ବଜନୀନ ସମାନ ପରିଚିତି ସୃଷ୍ଟି ପାଇଁ ମନୁଷ୍ୟ ସର୍ବଦା ଚେଷ୍ଟା କରି ଆସିଛି। ତ ତେଣୁ ସେ ପ୍ରତ୍ୟେକଟି ସୃଷ୍ଟିର ନାମକରଣ କରିଛି ଓ ଅନ୍ୟକୁ ସେହି ନାମରେ ସୃଷ୍ଟିଟିକୁ ଚିହ୍ନାଇ ଦେଇଛି। ସୌରଜଗତଠାରୁ ଆରମ୍ଭ କରି ଭୂ ଅଭ୍ୟନ୍ତର ପର୍ଯ୍ୟନ୍ତ ପରିଚିତ ବା ଅପରିଚିତ ପ୍ରତ୍ୟେକଟି ଏକକ ଏହି କ୍ରମରେ ଆମ ନିକଟରେ ସ୍ପଷ୍ଟ ହୋଇଅଛନ୍ତି। ତ ଏହି ନାମକରଣ କେତେବେଳେ ବସ୍ତୁଗତ ଆଉ କେତେବେଳେ ଭାବଗତ ହୋଇଥାଏ। ବସ୍ତୁଗତ ନାମକରଣର ପଦ୍ଧତି ସରଳ ଓ ବାହ୍ୟ ଜଗତର ବସ୍ତୁଦ୍ୱୟ ପ୍ରାୟତଃ ଏହି ମର୍ମରେ ନାମିତ ହୋଇଥାନ୍ତି। ସେଥିରେ ଜଟିଳତା ନଥାଏ। ତାହା ଏକ ଚିହ୍ନଟ କରିବାର ସାଧାରଣ ମାଧ୍ୟମ ମାତ୍ର। କିନ୍ତୁ ଭାବଗତ ନାମକରଣ ଏକ ଆୟାସସାଧ୍ୟ ବ୍ୟାପାର। ଉଦ୍ଦିଷ୍ଟ ବସ୍ତୁର ସ୍ପଷ୍ଟୀକରଣ ଉଦ୍ଦେଶ୍ୟ ଉପାଦେୟତା ଇତ୍ୟାଦିକୁ ଆଖିରେ ରଖି ଏହି ନାମକରଣ କରାଯାଇଥାଏ। ସାହିତ୍ୟ କ୍ଷେତ୍ରରେ ଭାବଗତ ନାମକରଣର ଆବଶ୍ୟକତା ଅଧିକ। କାରଣ ସାହିତ୍ୟ ସ୍ୱୟଂ ଭାବର ଉଦ୍‌ବୋଧନ କରେ। ମନୁଷ୍ୟର ଅନ୍ତଃସ୍ଥଳ ସହିତ ଏହାର ସମ୍ପର୍କ। ତେଣୁ ସାହିତ୍ୟିକ ତା'ର ସୃଷ୍ଟିକୁ ଯେଉଁ ନାମରେ ଚିହ୍ନଟ କରେ ତାହା ଏକ ସମୃଦ୍ଧ ତଥା ବୌଦ୍ଧିକ ଚେତନାର ସଂବାହକ ହୋଇଥାଏ। ଏହାକୁ ଗୁଣାତ୍ମକ ନାମକରଣ ବୋଲି କୁହାଯାଇପାରେ। ତ ବାହ୍ୟ ଜଗତରେ ଅନେକ ବସ୍ତୁର ନାମକରଣ ସହିତ ସେହି ବସ୍ତୁର ସମ୍ପର୍କ ହୁଏତ ନଥାଏ। ବ୍ୟକ୍ତିର ଗୁଣ ଓ ଆଚରଣ ତା'ର ନାମର ପରିପ୍ରେକ୍ଷୀରେ ଅନେକ ସମୟରେ ଏକ ପ୍ରଶ୍ନବାଚୀ ହୋଇଥାଏ। ପଦ୍ମଲୋଚନ ନାମଧାରୀ ବ୍ୟକ୍ତି ମଧ୍ୟ ଅନ୍ଧ ହୋଇଥାଇପାରେ। କିନ୍ତୁ ସାହିତ୍ୟିକ କୃତିରେ ପ୍ରବାହିତ ଚିନ୍ତା ଚେତନା ବା ପ୍ରତିପାଦ୍ୟ ପ୍ରସଙ୍ଗ ସହିତ ତା'ର ନାମକରଣର ଘନିଷ୍ଠ ଯୋଗାଯୋଗ ରହୁଥାଏ। ମାତ୍ର ଗୋଟିଏ ଶବ୍ଦ ମଧ୍ୟରେ ଗୁମ୍ଫିତ ରହେ ଶତ ଶତ ପୃଷ୍ଠାର ବୟାନ। ଜଣେ ସାର୍ଥକ ଶବ୍ଦଶିଳ୍ପୀଠାରୁ ସର୍ବଦା ନାମକରଣର ସାର୍ଥକତାଟି ଆଶା କରାଯାଇଥାଏ। ସୃଷ୍ଟି ସର୍ବଦା ଭାବର ସଂବାହକ ନ ହୋଇ ସ୍ଥଳବିଶେଷରେ ଚରିତ୍ର ପ୍ରଧାନ ହୋଇଉଠେ। ଯେଉଁଠାରେ ଘଟଣା ଓ ଚରିତ୍ର ସମୂହ ନିର୍ଦ୍ଦିଷ୍ଟ ଭାବରେ ଆକର୍ଷଣୀୟ ଚରିତ୍ରବର୍ତ୍ତା ସମ୍ବଳିତ
କୌଣସି ବ୍ୟକ୍ତିକୁ କେନ୍ଦ୍ର କରି ଘୂର୍ଣ୍ଣାୟମାନ ହୁଅନ୍ତି, ସେତେବେଳେ ବ୍ୟକ୍ତି ଭାବର ଊର୍ଦ୍ଧ୍ୱକୁ ଚାଲିଯାଏ। ଆଦର୍ଶ ବା ଅନାଦର୍ଶର ସେହି ମୂର୍ତ୍ତିମନ୍ତ ଅବତାରଟି ପାଠକର ଚିନ୍ତା ଚେତନାର ପରିସରରେ ବାରମ୍ବାର ଆଘାତ କରେ। ଭୋକା ନାଟକର ନାଟ୍ୟକାର ମଙ୍ଗଳଚରଣ ବିଶ୍ୱାଳ ସେ ସମାଜର ଶୋଷଣ ଶ୍ରେଣୀ ସମ୍ପର୍କରେ ଉକ୍ତ ନାଟକରେ ବର୍ଣ୍ଣିତ କରିଛନ୍ତି। ଭୋକାର ଅର୍ଥ ହେଉଛି ଭୋକିଲା, ଯାହାକି ଦାରିଦ୍ର୍ୟତାର କଷାଘାତରେ ଆମ ସମାଜରେ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ତାହାର ଇୟତ୍ତା ନାହିଁ। ଦାରିଦ୍ର୍ୟତାର ଦାବାନଳରେ ସେମାନେ ଜଳି ଚାଲିଛନ୍ତି। ସେମାନେ ସବୁବେଳେ ଭୋକା ହୋଇ ସେମାନେ ରହିଯାଇଛନ୍ତି। ପେଟକୁ ଗଣ୍ଡିଏ ଦାନା ଓ ଖଣ୍ଡେ ଲୁଗା ପିନ୍ଧିବାକୁ ପାଇପାରି ନାହାନ୍ତି। ସେହି ଦାରିଦ୍ର୍ୟତାର କଷାଘାତକୁ ମଧ୍ୟ ସହ୍ୟ କରି ନେଇଛନ୍ତି ସେମାନେ। ସେମାନେ ଯାହା ଇଚ୍ଛା ତାହା ଖାଇପାରନ୍ତି ନାହିଁ। ତ ସେମାନେ ସାଧାରଣ ଦରିଦ୍ର ଜନତା ଖାଇବାକୁ ନ ପାଇ କିପରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଶେଷରେ ମୃତ୍ୟୁକୁ ଚିର ସହଚର ବୋଲି ଗ୍ରହଣ କରିନେଇଛି, ମରିବା ପାଇଁ ସେ ମଧ୍ୟ ଖାତିର କରିନାହିଁ। ସାହୁକାର ସେମିତି ଯୁଗ ଯୁଗକୁ ତଥା କାଳ କାଳକୁ ଶୋଷଣ କରି ଚାଲିଛି। ତ ସେ ତାର ପ୍ରକୃତିକୁ ତ୍ୟାଗ କରିପାରି ନାହିଁ। ଦିନ ମଜୁରିଆ ଖଟି ଖଟି ମୁଣ୍ଡ ଝାଳ ତୁଣ୍ଡରେ ମାରିଲେ ମଧ୍ୟ ସେ ତାର ଦୁଃଖ ଆଉ କାହା ଆଗରେ କହିପାରି ନାହିଁ। ସେ ରହିଛି ଭୋକିଲା। ସେ ଉପାସ ମଧ୍ୟ ରହିଛି। ପେଟର ଭୋକକୁ ହିଁ ଦୁଃଖରେ କାଟିଛି ସେ। ସେ ଖାଇବାକୁ ନ ପାଇଲେ ମଧ୍ୟ କାହା ଆଗରେ କହିପାରି ନାହିଁ। କିନ୍ତୁ ମହାଜନଙ୍କୁ ପଟି ଦେବା କଥା ହିଁ ସେ ଦେଇଛି। ସମାଜକୁ ଯିଏ ପରିବର୍ତ୍ତନ କରିବା ଆଶା କଲା, ସେ ହିଁ ମୃତ୍ୟୁର ପଥକୁ ପରିଷ୍କାର କରିଦେଲା। ଭୋକା ହେଉଛି ବଜାନିଆ ଜନଜାତିର ଚାଲିଚଳନ, ରୀତିରିବାଜ, ପରମ୍ପରାକୁ ଭିତ୍ତି କରି ଏହା ଲେଖା ହୋଇଛି। ଯାହାକି ଭୋକିଲା ରହି ଲୋକମାନେ କିପରି ମୃତ୍ୟୁବରଣ କରିଛନ୍ତି, ତାର ଉଜ୍ଜ୍ୱଳ ଚିତ୍ର ହେଉଛି ଏହି ଭୋକା ନାଟକ। ପାଲି ବୋଲି ଗାଁଟି। ସେହି ଗାଁରେ ଝୋପଡ଼ି ଘର ଗୁଡ଼ିକ ଅଛି। ବଜାନିଆ ଜନଜାତିର ଲୋକମାନେ ସେଇଠାରେ ଚଳନ୍ତି। ତାଙ୍କର ଜୀବିକା ହେଲା ମୂଲପାତି ଲାଗି କୁଟୁମ୍ବ ଚଳାଇବା। ମହାଜନର କାମ କରନ୍ତି ସତ, କିନ୍ତୁ ଉଚିତ ମୂଲ୍ୟ ପାଇପାରନ୍ତି ନାହିଁ ସେମାନେ। ଛିଣ୍ଡା କନା ଫଟା ଲୁଗା ପିନ୍ଧି ସେମାନେ ଥାନ୍ତି। ତ ଯାହା ଯେତେବେଳେ ଖାଇବାକୁ ଇଚ୍ଛା ହୁଏ ତାହା ସେମାନେ ପାଇପାରନ୍ତି ନାହିଁ। ମନ ଖୁସି କରିବା ପାଇଁ ମଦ ଓ ଢୋଲ ବାଜା ମୁହୁରି ସବୁ ଅଛି। ଅଇଁଠା ହେଉଛି ଦୁଲଦୁଲି ବାଜାପାଟିର ମୁଖିଆ। ସେ ମୁହୁରି ଭଲ ବଜାଏ, ତେଣୁ ତାକୁ ମୁହୁରିଆ ବୋଲି କୁହାଯାଇଥାଏ। ମୁହୁରି ବଜାଇବା ବେଳେ ତାର ସଉକ କହିଲେ ନ ସରେ। ମୁହୁରିଆର ସ୍ତ୍ରୀ ନାହିଁ, ତାର ଅଛି ଭଉଣୀ କସ୍ତୁରୀ ଓ ଝିଅ ଫୁଲ ଅଛି। ଯେତେ କାମ କଲେ ମଧ୍ୟ ସେ ପରିବାରର ଭରଣ ପୋଷଣ କରିପାରି ନାହିଁ। ସେ ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କଲେ ମଧ୍ୟ ଝିଅ ଓ ଭଉଣୀକୁ ମୁଠାଏ ପେଟ ପୂରାଇ ଖାଇବାକୁ ଓ ପିନ୍ଧିବାକୁ ଦେଇପାରି ନାହିଁ। ସେ ମଧ୍ୟ ଭଲରେ ଗଣ୍ଡାଏ ଖାଇପାରି ନାହିଁ। ତ ଯେତେବେଳେ ଦୁଃଖର ଦାବାନଳରେ ସେ ଜଳିଯାଏ, ଗାଁର କିଛି ଭାଇ ଯଥା ପଲଟୁ, ହାଡ଼ୁ, ମହରଗୁ ଇତ୍ୟାଦିକୁ ଡାକି ଆଣି ଢୋଲ ପାହାରରେ ବଜାଇ ଦେଲେ, ମୁହୁରି ଦୁଇଥର ଫୁଙ୍କି ଦେଇ ମଦ ଟିକିଏ ଖାଇ ପିଇ ଦେଲେ ତାର ସବୁ ଦୁଃଖ ଅବସାଦ କେଉଁଥିରେ ମିଳିଯାଇଥାଏ। ତ ସେ କଥା ତାର ଆଉ ମନେ ନଥାଏ। ଶିକ୍ଷା ବୋଲି ସେମାନେ କିଛି ଜାଣି ନାହାନ୍ତି। ତ ଦାରିଦ୍ର୍ୟତାର କଷାଘାତରେ ମଣିଷ ସଢ଼ିବା ବେଳେ ଶିକ୍ଷା ବା ପାଇବ କେଉଁଠୁ? ତ ଶିକ୍ଷା ଦୀକ୍ଷା କରିବା ପାଇଁ ପାଖରେ ପଇସା ନଥିଲା ସେମାନଙ୍କର। ଯେଉଁଠି ପେଟ ପାଇଁ ହାହାକାର ପଡ଼ିଥାଏ, ସେଇଠାରେ ପାଠ ବା କ'ଣ? ପାଠପଢ଼ା ତାଙ୍କର ନଥିଲା। ପାଠପଢ଼ା ଉପରେ ସେମାନେ ଗୁରୁତ୍ୱ ନ ଦେଇ ସେମାନେ ପେଟ ପୋଷିବାକୁ ଗୁରୁତ୍ୱ ଦେଇଛନ୍ତି। ଖାଇବା ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ତ ଶିକ୍ଷା ବୋଲି ସେମାନେ କିଛି ଆଉ ଜାଣିନାହାନ୍ତି। ସେହି ବର୍ଷ ସେହି ପାଲି ଗ୍ରାମରେ ମରୁଡ଼ି ପଡ଼ିଥାଏ। ତ ବୋଜନିଆ ଜନଜାତିମାନଙ୍କର ବଡ଼ ପର୍ବ ହେଉଛି ପୁଷ ପୁନେଇଁ। ତ ଏହି ଦିନ ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି ତାଙ୍କର ଧାରଣା। ସେମାନେ ଏହି ପୂର୍ଣ୍ଣିମାଟିକୁ ଜାକଜମକରେ ପାଳନ କରିଥାନ୍ତି। କ୍ଷୀରି ଆରିସା ପିଠା କରି ଖାଇ ବାଜା ବଜାଇ ମୋହରି ଫୁଙ୍କି ନାଚ ଗୀତର ଆସର ଜମାଇ ଦେଇଥାନ୍ତି। ପରସ୍ପରର ଏକତ୍ୱ ମନୋଭାବ ଥାଏ। ମଦ ପିଇ ମାତାଲ ହୋଇ ସେମାନେ ନାଚିଥାନ୍ତି ଓ ସେହି ବର୍ଷ ମରୁଡ଼ି ପଡ଼ିଥାଏ। ତେଣୁ ବିଲ ଗୁଡ଼ିକ ଆଉ ଶସ୍ୟ ଶ୍ୟାମଳ ହୋଇପାରିନଥାଏ। ଲୋକମାନେ ଧାନ ଇତ୍ୟାଦି ତଥା ରବି ଫସଲ କିଛି ପାଇପାରିନଥାନ୍ତି। ଏହାଦ୍ୱାରା ଲୋକମାନେ ଖାଇବାକୁ ହଇରାଣ ହୋଇଥାନ୍ତି। ଯେଉଁଠି ଖାଇବାକୁ ନଥାଏ ସେଠାରେ ବା ପୁଷ୍ପୁନି ପାଳନ କରାଯିବ କିପରି? ତ ଲୋକମାନେ ତଥାପି ପୁଷ୍ପୁନି ପାଇଁ ଦୀନା ମହାଜନ ପାଖରେ ପହଞ୍ଚିଥାନ୍ତି। ଦୀନା ମହାଜନ ଲୋକମାନଙ୍କୁ ହାତରେ ରଖିବା ପାଇଁ ପୁଷ୍ପୁନିର ଦାୟିତ୍ୱ ବହନ କରିବା ପାଇଁ ସେ କହିଛି। ତ ସେମାନେ ପୁଷ୍ପୁନିଟିକୁ ବହୁତ ଆଡ଼ମ୍ବରରେ ପାଳନ କରିଥାନ୍ତି। କିନ୍ତୁ ପଇସା ପତ୍ରର ଅଭାବ ଯୋଗୁଁ ସେମାନେ ପୁଷ୍ପୁନେଇ ପାଳନ କରିବାକୁ ଲୋକମାନେ ସେଠାରେ ପ୍ରସ୍ତୁତ ନଥାନ୍ତି। ତ ଅଇଁଠା ଚଳିବାକୁ ବହୁତ ହଇରାଣ ହୁଅନ୍ତି। ଭଉଣୀ କସ୍ତୁରୀକୁ ଏ ଦୀନା ମହାଜନ ପାଖକୁ ପଠାଏ। ଦୀନା ମହାଜନ ବାକି ଦେବ ନାହିଁ ବୋଲି ମନା କରିଦେଇଛି। ତ କସ୍ତୁରୀର ଲୁହ ଆଖିରେ ମରିଯାଇଛି। ତାପରେ କସ୍ତୁରୀ ତା ଭାଇ ଆଗରେ ଆସି କହିଛି ତ ଅଇଁଠା କରିବାରେ ତାର କ'ଣ ଅଛି? ସେ ଭଗବାନଙ୍କ ଉପରେ ସେ ଦୋଷାରୋପ କରିଛି। ଭଗବାନ ଏପରି ଗରିବ ଘରେ ତାଙ୍କୁ ଜନ୍ମ ଦେଇଛନ୍ତି। ଘରେ ଯାହା ଫଟା ପାହୁଲାଟିଏ ଥିଲା ତାକୁ ସେ ବିକି ଭାଙ୍ଗି ଚଳିଛନ୍ତି। ତ ସବୁବେଳେ ସେଠାରେ ଦୁଃଖ ମାଡ଼ି ଆସିଛି। ସେହି ଦୁଃଖକୁ ସେ ପାସୋରି ପାରି ନାହାନ୍ତି। ସେହି ଗାଁର ଲୋକମାନେ ସମସ୍ତେ ଦରିଦ୍ର। ଦୁଃଖର ଦାବାନଳରେ ସେମାନେ ଜଳି ଚାଲିଛନ୍ତି। ତାଙ୍କ ପାଖରେ କେବଳ ବଡ଼ ଦୁଃଖ। ପଲଟୁ ହାଡ଼ୁ ମହରକୁ କେହି ଭଲରେ ନାହାନ୍ତି। ସମସ୍ତେ ଦୀନା ମହାଜନ ପାଖରେ ବନ୍ଧା ପଡ଼ିଛନ୍ତି। ପେଟରେ ଓଦା କନା ପକାଇ ଭୋକିଲା ପଡ଼ିଛନ୍ତି। ତ ତାଙ୍କର ଦୁଃଖ ଫେରାଇ ଦେବା ପାଇଁ ଅସୀମ ଆସି ଛିଡ଼ା ହୋଇଛି। ସେ ତାଙ୍କର ଦୁଃଖ ଯନ୍ତ୍ରଣା ସବୁକୁ ବଦଳାଇ ଦେବ। ତାଙ୍କର ଆଉ ଭୋକିଲା ପେଟ ରହିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛି। ସବୁ କାଗଜପତ୍ର ସରକାରଙ୍କୁ ଦେଇଛି। ହେଲେ ସବୁ କାଗଜପତ୍ର ତଥା ଧନୀଙ୍କ ଉପରେ ଗରିବଙ୍କ କଲମ କିଛି କାମ କରେ ନାହିଁ। ବରଂ ବିପଦକୁ ଡାକି ଆଣିବା ହିଁ ସାର ହୋଇଥାଏ। ଅସୀମ ଶେଷରେ ଜେଲରେ ପଶିଛି। ଦୀନା ମହାଜନ ଉପରେ ପାଣି ଛିଞ୍ଚି ଶେଷରେ ଭିତରକୁ ସିଅ କାଟି ଚାଲିଛି। ଗରିବମାନଙ୍କୁ ନିଜର କରି ନେଇଛି ସେ। ସେ ଥିବା ପର୍ଯ୍ୟନ୍ତ ତାଙ୍କର କିଛି ହେବ ନାହିଁ ବୋଲି କହିଛି। ହେଲେ ଦୋକାନରୁ ଆଉ ବାକି ଦେଇନାହିଁ। ଦୋକାନରୁ ବାକି ଦେବ ନାହିଁ ବୋଲି ମନା କରିଦେଇଛି ସେ। ଏହିପରି ମହାଜନମାନେ ସବୁ ଯୁଗକୁ ରଖିଛନ୍ତି ଓ ଆଜି ବି ସମାଜରେ ମୁଣ୍ଡ ଟେକି ଅଛନ୍ତି। ଗରିବ ପ୍ରଜା ମଧ୍ୟ ସେହିପରି ଭୋକ ଉପାସରେ ଥନ୍ତଲା ପେଟରେ ବୁଲୁଛନ୍ତି। ଖାଇବାକୁ କିଛି ନ ପାଇ ଭୂଇଁରେ ଶୋଇପଡ଼ିଛନ୍ତି। ତାଙ୍କର ଦୁଃଖ ବା ବୁଝିବ କିଏ? ଅଇଁଠା ସେମିତି ଭୋକ ଉପାସରେ ରହିଛି। ଶେଷରେ ସେ ନିଶା ଖାଇଛି, ମଦ ଖାଇଛି। ମଦ ଖାଇ କଲିଜା ପୋଡ଼ିଯାଇଛି। ଶେଷରେ ସେ ଟିବି ରୋଗରେ ଆକ୍ରାନ୍ତ ହୋଇପଡ଼ିଛି। ସେ ରକ୍ତ ବାନ୍ତି କରି ଶେଷରେ ସେ ମରିଯାଇଛି। ତ ଭଉଣୀକୁ ମନ ଲାଖି ଗଣ୍ଡାଏ ଖାଇବାକୁ ପିଇବାକୁ ଦେଇପାରିନାହିଁ ସେ। ସେହିପରି ଝିଅ ଫୁଲକୁ ମଧ୍ୟ ମନ ଲାଖି ଖାଇବାକୁ ପିଇବାକୁ ସେ ଦେଇପାରିନାହିଁ। ସେ ଦିନ ମଜୁରିଆ ସେମିତି ସବୁଦିନ ପାଇଁ ଭୋକିଲା ରହିଯାଇଛନ୍ତି। ସେମାନେ କାହା ଆଗରେ ଦୁଃଖ ଜଣାଇବେ? ଭୋକିଲା ଆଉ କ'ଣ କରିବ? ଦୁଃଖର ନଦୀରେ ପହଁରିବା ସମୟରେ ସେ ସଙ୍ଗୀତକୁ ହିଁ ସାର କରିନେଇଛି। ମଦ ପିଇ ଢୋଲକୁ ଦୁଇ ପାହାର ବାଡ଼େଇ ଦେଲେ ତାହାର ସବୁଦିନର ଦୁଃଖ ଓ ଅବସାଦ କ୍ଳାନ୍ତି ସବୁ କୁଆଡ଼େ ମିଳାଇ ଯାଇଥାଏ। ସେ ଢୋଲ ମୋହୁରି ବାଜାକୁ ଜୀବନର ସବୁକିଛି ବୋଲି ଭାବିଛି। ଦୁଃଖର ପାହାଡ଼କୁ ଅତିକ୍ରମ କରି
ନପାରି ସେମାନେ ହିଁ ଜୀବନରେ ସଙ୍ଗୀତର ଆସର ମିଳାଇ ଦେଇଛନ୍ତି। ଜୀବନ ତାଙ୍କର ଦୁଃଖର ପାହାଚ। ସେହିପରି ଦିନ ମଜୁରିଆ ଶୋଷଣ କରିବାରେ ବ୍ୟସ୍ତ। ତା ହାତକୁ ସେ ଦୃଢ଼ କରିବାରେ ସେ ବ୍ୟସ୍ତ ରହିଥାଏ। ସେ ତାର କାମ ହାସଲ କରିବାକୁ ସଦାସର୍ବଦା ବୁଦ୍ଧି ଗଞ୍ଜି ରହିଥାଏ। ଗାନ୍ଧୀବାଦୀ ମାର୍କ୍ସବାଦୀ ଚେତନାକୁ ସେ ଭୁଲି ଯାଇଥାଏ। ହେଲେ ଅସୀମ କିଛି ଗୋଟାଏ କରିବା ପାଇଁ ଆଶା କରିଥିଲେ ମଧ୍ୟ ତାର ଆଶା ସେମିତି ଆଶା ହୋଇ ରହିଯାଇଛି। ସେ ତାର ଗବେଷଣାକୁ ଅବ୍ୟାହତି ରଖିଛି। ତ ହେଲେ ମହାଜନ ଧନୀ ଲୋକମାନେ ତାକୁ ଛାଡ଼ି ନାହାନ୍ତି। ତାଙ୍କ ବିରୁଦ୍ଧରେ ଯେ ସ୍ୱର ଉତ୍ତୋଳନ କରିବ ସେମାନଙ୍କୁ ସେ ଛାଡ଼ି ପାରିବେ ନାହିଁ। କସ୍ତୁରୀ ମଧ୍ୟ ଅସୀମ ପାଖରେ ତା ମନ ଓ ହୃଦୟ ବିକ୍ରି କରିଦେଇଛି। ଶେଷରେ ସେ ମଧ୍ୟ ଭୋକିଲା ରହିଛି। ବଜନିଆ ଜନଜାତିମାନେ ସଦାସର୍ବଦା ସେମିତି ଭୋକ ଉପାସରେ ଜୀବନ ବିତାଇଛନ୍ତି। ସେ ଖାଇବାକୁ ଗଣ୍ଡାଏ ଭଲ କରି ପାଇନାହାନ୍ତି କି ପିନ୍ଧିବାକୁ ମଧ୍ୟ ଖଣ୍ଡେ ଭଲ କରି ପାଇନାହାନ୍ତି। ଚିରା ଛିଣ୍ଡାଖଣ୍ଡ ପିନ୍ଧିବାରେ ତାଙ୍କର ଜୀବନ ବିତିଯାଇଛି। ସେମାନେ ଚିରା ଖଣ୍ଡା ପିନ୍ଧି ନ ଖାଇ ନ ପିଇ ଜୀବନ ବିତାଇଛନ୍ତି। ଯେଉଁଠି ପଢ଼ିଲେ ତାଙ୍କର କିଛି ଚିନ୍ତା ନାହିଁ। ଭୋକିଲା ଜୀବନର କାହାଣୀକୁ ଏ ଉକ୍ତ ନାଟକରେ ନାଟିକାର ଜୀବନ୍ତ କରି ପ୍ରକାଶ କରିଛନ୍ତି। ଯାହାକି ଉକ୍ତ ନାଟକର ନାମକରଣ ଯଥାର୍ଥ